ଜୟ ଜଗନ୍ନାଥ, ଜୟ ମା ତାରିଣୀ। ଆଶା କରୁଛୁ ଆପଣମାନେ ଭଲରେ ଥିବେ। ଆମେ ତ ସବୁ ଭଲରେ ଅଛୁ। ତ ଆସନ୍ତୁ ଯିବା ଆଜି ଆମ ବାଡ଼ିରେ ହେଇଥିବା ଶାଗକୁ ତୋଳି ନେବା। ଏଇ ଶାଗଟାକୁ ଆମେ କୁଲେରୀ ଶାଗ ବୋଲି କହୁ। ତ ଆପଣଙ୍କ ଅଞ୍ଚଳରେ କୋଉ ଶାଗ କହନ୍ତି କମେଣ୍ଟ ମାଧ୍ୟମରେ ଜଣେଇବେ। ଏଇଟା ଖରା ଦିନରେ ଏଇ ଶାଗଟା ଦେଖିବାକୁ ମିଳେ, ଯେମିତି ଏପ୍ରିଲରୁ ଜୁନ ମଧ୍ୟରେ। ତାପରେ ଆଉ ଦେଖିବା ପାଇଁ ମିଳେନି। ତ ଏବେ ତ ଖରା ଦିନ ଚାଲିଛି, ଟିକେ ଶାଗ ସହିତ ପଖାଳ ଖାଇବା କହିକି ଆମେ ଏଇ ଶାଗ ଆଜି ଭାଜିବା। ତ ଏଇ ତଳେ ଯେତେ ହେଇଥିଲା ଶାଗଟା ତୋଳି ଆଣିଲୁ। ତାପରେ ସେ କଣିଆ କଣିଆ ପତ୍ର ଦେଖିକି ଆମେ ଖୁଣ୍ଟି ଦଉଛୁ ଏଗୁଡା। ତନ୍ବି ମୋ ସାଥିରେ ଅଛି। ଆମେ ତ ମା ଝିଅଙ୍କୁ ସପୋର୍ଟ କରିବା ପାଇଁ କେହି ନେଇକି କ୍ୟାମେରା ଧରିବା ପାଇଁ କେହି ନାହିଁ, ତ ନିଜେ କ୍ୟାମେରାକୁ ଅନ୍ କରିଦେଇକି ଆମ କାମ ଚଲେଇଛୁ। ଆଉ ତନ୍ବି ଦେଖିକି ହସୁଛି ସେ କ୍ୟାମେରାରେ। ତ ଆପଣମାନେ ବି ଆମ ଭିଡିଓ ଦେଖୁଛନ୍ତି, ପ୍ଲିଜ ଆମ ମା ଝିଅର ଚ୍ୟାନେଲକୁ ପ୍ଲିଜ ଲାଇକ୍ ଆଉ ସବସ୍କ୍ରାଇବ କରିଦେବେ। ତ ଏତିକି ଭିତରେ ଆମ ଗ୍ରୁପରୁ ଆଜି ପଇସା ଡିପୋଜିଟ୍ ହବ କହିକି ସିଗ୍ନେଚର କରିବା ପାଇଁ ଆସିଥିଲେ, ତ ଟିକେ ସିଗ୍ନେଚର କରିନେଲୁ। ତାପରେ ଟିକେ ଭୋକ ଲାଗୁଥିଲା, ଟିକେ କଦଳୀ ଗୋଟେ ଖାଇଦେଲି। ତାପରେ ଆରମ୍ଭ କରିବା ଆମ ରୋଷେଇ। ଶାଗଟାକୁ ପ୍ରଥମେ କାଟି ଦଉଛି, କାରଣ ସବୁ ପନିପରିବା ଧୋଇକି କାଟନ୍ତି, କିନ୍ତୁ ମୁଁ କାଟିକି ଧଉଛି ଏଥିପାଇଁ ଯେ ଗୋଟେ ଗୋଟେ ଶାଗ ଗୁଡା ଟିକେ ପିତାଳିଆ ଲାଗେ, ତ ସେଥିପାଇଁ ମୁଁ ଆଗ କାଟିଲି ତାପରେ ଧୋଇ ଦେଇଛି। ତ ଏଠି ଆମର ଶାଗର ପରିମାଣ ଟିକେ କମ୍ ଅଛି ବୋଲି ମୁଁ ଏଥିରେ ଆଳୁ ଆଡ୍ କରିବି। ଚାଲନ୍ତୁ ରୋଷେଇ କରିବା। ପୁରା ସିମ୍ପଲ ତରିକାରେ ମୁଁ ରୋଷେଇ କରୁଛି, ଖାଲି ପିଆଜ ଆଉ ଲଙ୍କା ଟିକେ ପକେଇକି ତେଲ ଦେଇକି। ପିଆଜ ଟିକେ ବ୍ରାଉନ କଲର ହେଲା ପରେ ଆଳୁଟାକୁ ପକେଇବା। କାରଣ ଶାଗର ପରିମାଣ ଯୋଉଠି କମ୍ ଥିବ ସେଇଠି ଆପଣ ଆଳୁ ବି ମିଶେଇ ପାରିବେ। ଖାଇବା ପାଇଁ ଭଲ ଲାଗେ। ଆମର ଫ୍ୟାମିଲି ମେମ୍ବର ଟିକେ ଅଧିକା ଅଛୁ, ଶାଗର ପରିମାଣ କମ୍ ଅଛି, ସେଥିପାଇଁ ମୁଁ ଏଠି ଆଳୁ ଆଡ୍ କରୁଛି। ତ କାଟିକି ଧୋଇକି ରଖିଥିଲି ଆଳୁଟାକୁ ଏବେ ପକେଇ ଦଉଛି ସେଇଟା। କିଛି ସମୟ ୟାକୁ ଭାଜି ନେବା। ତେବେ 20 କି 30% ସିଝିଗଲା ପରେ ଶାଗଟାକୁ ଆଡ୍ କରିବା ଏଠି। ତାକୁ ମୁଁ ଭାଜି ନେଉଛି ଏବେ। ଆମେ ଭାଜି ନେବା। ହେଇ ଆସିଲାଣି ଆମର ଏଇଗୁଡ଼ା, ନା ଏଥିରେ ଶାଗ ଆଡ୍ କରିଦେବା। ଶାଗଟାକୁ ଧୋଇକି ରଖିଥିଲି, ଏବେ ତାକୁ ପକେଇବା। ହଁ ଭାଜି ନେଇଯିବା। ଶାଗଟାକୁ ଧୋଇଛି ଯୋଉ ଧୋଇବା ପାଣିରେ ଏଇଟା ସିଝିଯିବ, କାରଣ ଏଟାକୁ ଅଧିକା ତେଲରେ ଯଦି ରୋଷେଇ କରିବା ପୁରା ଫ୍ରାଏ ହେଇଯିବ, ପାମ୍ପଡ଼ ଭଳିଆ ହେଇଯିବ। ତା ପାଇଁ ଲାଷ୍ଟକୁ ପକେଇବା ପାଇଁ ରସୁଣ ନେଇଛି, ତାକୁ ଛଡେଇକି ରଖିଦେଇଛି। ହେଇଯାଉ ଆଗ। କାରଣ ଏଇ ଶାଗରେ ବେଶୀ ତେଲ ପକାଯାଏନି, ବେଶୀ ତେଲ ହେଇଗଲେ ପୁରା ଫ୍ରାଏ ହେଇଯିବ, ପାମ୍ପଡ଼ ଭଳିଆ ଆଉ ଟେଷ୍ଟ ଆସିବନି ଖାଇଲା ବେଳକୁ। ଦେଖୁଛନ୍ତି କେମିତି ପାଣି ବାହାରୁଛି, ତ ସେଥିରେ ମୁଁ ଗୋଟେ ଟମାଟୋ ଆଡ୍ କରିଛି। ଯେମିତି ଆମେ ତରକାରୀରେ ନର୍ମାଲି ଟମାଟୋ ଆଡ୍ କଲେ ଟିକେ ଭଲ ଲାଗେ, ସେମିତି ଶାଗରେ ବି ଟିକେ ଟମାଟୋ ପକେଇଲେ ଭଲ ଲାଗେ। ଗୋଟେ ଟମାଟୋ ନେଇଥିଲି, ସେଟାକୁ ପକେଇ ଦେଇଛି। ଛାଡ଼ିଦେବା ଟମାଟୋ ସିଝିବା। ଟମାଟୋ ଆମର ହେଇଯାଇଛି, ଟିକେ ଘାଣ୍ଟି ଦେବା। ଶାଗଟା ବି ଆମର ହେଇ ଆସିଲାଣି ଏବେ। ଏଥିରେ ଯୋଉ ରସୁଣ ଆମେ ଛଡେଇଥିଲେ ତାକୁ ଛେଚିକି ଲାଷ୍ଟରେ ପକେଇବା, କାରଣ ରସୁଣରେ ଏଇ ଯୋଉ ଶାଗଟା ଗରମ ହେଇଛି, ସେଥିରେ ହିଁ କିଛି ସିଝିଯିବ ଲାଷ୍ଟକୁ ପକେଇଲେ। ତ ତାର କଞ୍ଚାଳିଆ ବାସ୍ନାଟା ଆଉ ରହିବନି। ଖାଇବା ପାଇଁ ବି ଟିକେ ଭଲ ଟେଷ୍ଟ ଲାଗେ। ଆଉ ପ୍ରଥମରୁ ଯଦି ରସୁଣଟା ପକେଇଦବା, ସେ ପୁରା ସିଝିଯିବ ଆଉ ତାର ସ୍ମେଲ୍ କି ଟେଷ୍ଟ ସବୁ ସରିଯାଏ, ଜଣା ପଡେନି। ସେଥିପାଇଁ ମୁଁ ଲାଷ୍ଟକୁ ପକେଇଲି।
ଏବେ ଆମର ଶାଗଟା ହେଇଗଲା, ତାକୁ ଅଫ୍ କରିଦେବା ଗ୍ୟାସକୁ। ଏଥର ଫୁଣ୍ଟିଥିବା ସେ ପତ୍ର ଗୁଡ଼ା ରହିଛି ସେଟାକୁ ପକେଇଦେବା। ପକେଇବାନି, ଆକୁ ଛେଳିକୁ ଦେଇଦେବା। ଛେଳି ତ ଆଟଲିଷ୍ଟ ତାର ପେଟ ଟିକେ ପୁରିଯିବ। ଏବେ ତ ଖରା ଦିନ ଚାଲିଛି, ଆଉ ଡାଳ ପତ୍ର କି ଘାସ ପାଉନାହାନ୍ତି ଛେଳି ଗୁଡ଼ା। ତ ତନ୍ମୟ ସହିତ ଆମେ ନେଇକି ମାନେ ଛେଳିକୁ ଦେବା ପାଇଁ ନେଉଛୁ। ଏଇଟା ପକେଇବା ଅପେକ୍ଷା ଛେଳିଟା ତ ଖାଇବ। ତନ୍ମୟ ଆମର ଛେଳିମାନଙ୍କୁ ବହୁତ ପସନ୍ଦ କରେ, ସେଥିପାଇଁ ସେ ଧରିକି ଚାଲିଲା ଏଗୁଡ଼ା। ଆଉ ଏଇ ଦେଖ, ଛେଳି ଦେଖୁ ଦେଖୁ ଧାଇଁକି ପଳେଇ ଆସିଲା। ଆଉ ତାକୁ ଛଡେଇକି ଆଗ ଖାଇ ପକେଇଲା ଛେଳି। ଓ ତ ବଢିଆ ଖାଇଦଉଛି। ଆଉ ଖାଇଯା ଖାଇଯା। ଏତିକି ଭିତରେ ଆମ ଗାଧୁଆ ପାଧୁଆ ସରିଯାଇଥିଲା। ଆମେ ଆରାମସେ ଏବେ ଖରା ଦିନିଆ ପଖାଳ ଖାଇଲେ କେତେ ଶାନ୍ତି ଲାଗେ, ସେଇଟା ଓଡ଼ିଶାବାସୀ ହିଁ କହିପାରିବେ। ଆମର ରେଡି ହେଇଯାଇଥିଲା ପଖାଳ।